ମୁଁ ବାଲେଶ୍ୱର ଯାଉଥିଲି ଉଦଳାକୁ ଆସିଲି। ଏଇ ତ ଅବସ୍ଥା ଦେଖୁଛି ପୁରା ପୋଲ ଉପରେ ପାଣି ଚାଲୁଛି। ମୁଁ ଭାବିନଥିଲି କି ମୁଁ ଭାବୁଥିଲି କମ ପାଣି ଥିବ ସେ ପାରି। ହଁ 3 ଫୁଟ ଉପରେ ଚାଲୁଛି ବୋଧେ। ଏପଟେ ଯିବେ ନା କେମିତି କଣ ଯିବେ? ନା ମୁଁ ଏବେ ବୁଲିକି ଯିବି କତିପଦା ପଟେ ବୁଲା ପଡିବ ଏଇଟା ପ୍ରାୟ 10 କିଲୋମିଟର ବେଶୀ ହବ। ଏ ଯୋଉ ବାରମ୍ବାର ବର୍ଷା ଆସିଲେ ଅସ୍ଥାୟୀ ପୋଲ ଉପରେ ପାଣି ପ୍ରଭାବିତ ହଉଛି, ନୂତନ ପୋଲ ପାଇଁ କଣ ଦାବି କରିବେ ଆପଣ? ଏଟା ଆମର ଗଭର୍ଣ୍ଣମେଣ୍ଟ ଗୋଟେ MLA ଅଛନ୍ତି, ନେତା ମନ୍ତ୍ରୀ ଅଛନ୍ତି, ଏଥିପ୍ରତି ଧ୍ୟାନ ଦେବା ଦରକାର। ସିଏ ତ ଏପର୍ଯ୍ୟନ୍ତ ତାଙ୍କର ଆଖି ଖୋଲିନି। 6-7 ଫୁଟର ପ୍ରାୟ ପାଣି ଚାଲିଛି। ଆଉ ମୁଁ ଚାହୁଁଛି କି ଗଭର୍ଣ୍ଣମେଣ୍ଟ ଏଇ ଜିନିଷଟା ଟେକ୍ କରନ୍ତୁ କି ଏଇ ଜିନିଷଟା ଶୀଘ୍ର ଜିନିଷଟା କମ୍ପ୍ଲିଟ୍ କରି ପୋଲଟା ମାନେ ଯିବା ଆସିବା ବହୁତ ଅସୁବିଧା ହଉଛି ନା, ତ ସେଇ ଜିନିଷଟା କରିବା ପାଇଁ ଗଭର୍ଣ୍ଣମେଣ୍ଟ ଟେକ୍ କରନ୍ତୁ। ଏବେ ଯାଉଥିଲି ଆମର ଆକୁ ଏଇ ଜାଗାରେ ଆମେ ରହୁଛୁ ତୁଳାଭୂଷି ଘର, ତ ଇଆଡେ ଯିବା ଆସିବା କରିବା ଆମର କମନ କଥା। ତ ସେଥିପାଇଁ ଯିବା ଆସିବା କଲାକୁ ଆମକୁ ଅସୁବିଧା ହଉଛି ନା। ଗୋଟେ କାମ ପାଇଁ 17-18 କିଲୋମିଟର ଆମେ ବୁଲିକି ଯାଉଛୁ ଏଇ ରାସ୍ତା ପାଇଁ। ଏ ରାସ୍ତାଟା ଯଦି ହେଇଗଲା ତ ଆମେ ସେ ଜିନିଷଟା ବୁଲିକି ଯିବୁନି ନା। ହଁ ଏଇ କିଛି ସମୟ ପୂର୍ବରୁ ଗୋଟେ ବାଇକ୍ ଟା ଆସିଥିଲା, ଗାଡି ବାଲାଟେ ଯାଉଥିଲା, ଏତେ ଜୋର ପାଣି ଆସୁଥିଲା ତ ସେଥିପାଇଁ ସେଇଟା ତ ମୁଁ ଜାଣିନି। ଏବେ ତ ଟିକେ ପରେ ଲୋକଙ୍କ କଥାରୁ ମୁଁ ଶୁଣିଲି, ଆଉ ମୁଁ କିଛି ଜାଣିନି।